ଆମ ଦେଶର ସମ୍ବଳ, ପରିବେଶ ଓ ଅଧିବାସୀମାନଙ୍କର ଜୀବନଧାରାରେ ବିବିଧତା ଓ ନିର୍ଭରଶୀଳତା। କ୍ୱେଶ୍ଚନ୍ ଆଣ୍ଡ ଆନ୍ସାର। 1 ନମ୍ବରଟି ଦେଇଛି ତଳେ ଦିଆଯାଇଥିବା ସାରଣୀରେ ରାଜ୍ୟମାନଙ୍କର ମୁଖ୍ୟ ଫସଲ ଲେଖ। ପଞ୍ଜାବର ଗହମ, ଆନ୍ଧ୍ରପ୍ରଦେଶର କଦଳୀ, ଆସାମର ଚାହା, ଓଡ଼ିଶାର ଧାନ। ତାପରେ 2 ନମ୍ବରଟି କହିଛି ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ। କ ନମ୍ବରଟି କହିଛି ଆମ ରାଜ୍ୟ ଅନ୍ୟ ରାଜ୍ୟକୁ କି କି ସମ୍ବଳ ଯୋଗାଏ? ଆନ୍ସାର, ଆମ ରାଜ୍ୟ ଅନ୍ୟ ରାଜ୍ୟକୁ କୋଇଲା, ଲୁହାପଥର, କାଠ, ଆଲୁମିନିୟମ, ବିଦ୍ୟୁତ ଶକ୍ତି ଆଦି ସମ୍ବଳ ଯୋଗାଇଥାଏ। ତାପରେ ଖ ନମ୍ବରଟି କହିଛି ଆମ ରାଜ୍ୟରେ କମ୍ ଉତ୍ପାଦିତ ଖାଦ୍ୟଶସ୍ୟର ଭରଣା କିପରି ହୁଏ? ଆନ୍ସାର, ଆମ ରାଜ୍ୟରେ କମ୍ ଉତ୍ପାଦିତ ଖାଦ୍ୟଶସ୍ୟର ଭରଣା କରିବା ପାଇଁ ସେହି ଖାଦ୍ୟଶସ୍ୟ ଅଧିକ ଉତ୍ପନ୍ନ ହେଉଥିବା ରାଜ୍ୟରୁ ଆମଦାନୀ କରାଯାଇଥାଏ। ଉଦାହରଣ ସ୍ୱରୂପ ଗହମ ଆମେ ପଞ୍ଜାବରୁ ଆଣିଥାଉ, ଅଙ୍ଗୁର, ସେଓ ଓ କମଳା ପାଇଁ କାଶ୍ମୀର, ଆଳୁ ପଶ୍ଚିମବଙ୍ଗରୁ ଓ କଦଳୀ ଆନ୍ଧ୍ରପ୍ରଦେଶରୁ ଆଣିଥାଉ। ତାପରେ 3 ନମ୍ବରଟି କହିଛି ତୁମେ ନିମ୍ନଲିଖିତ ଦର୍ଶନୀୟ ସ୍ଥାନ ଦେଖିବାକୁ କେଉଁଠାକୁ ଯିବ? 13 ଦ୍ୱାରା ଦର୍ଶାଅ। ପ୍ରାକୃତିକ ଦୃଶ୍ୟ, ଜାମ୍ମୁ କାଶ୍ମୀର। ଉଷ୍ଣ ପ୍ରସ୍ରବଣ, ଅଟ୍ରି, ତାପଜ ବିଦ୍ୟୁତ କେନ୍ଦ୍ର, ତାଳଚେର, ଆଲୁମିନିୟମ କାରଖାନା, ଅନୁଗୁଳ, ଜଳପ୍ରପାତ, ଘାଗରା। ଯଦି ମୋର ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।